ଆଜ୍ଞା ନମସ୍କାର। ସ୍ୱାଧୀନତା ଦିବସର ହାର୍ଦ୍ଦିକ ଅଭିନନ୍ଦନ। ଫାଇନାଲି 80 ବର୍ଷ ପୁରିଗଲା ଆମ ସ୍ୱାଧୀନତାକୁ। ଆପଣ ତ ଷ୍ଟାଟସ୍ ଷ୍ଟୋରି ରାତି 12ଟାରୁ ପକାଇ ଦେଇଥିବେ ଆଉ। ଆଶା କରୁଛି ଡିପି ବି ଚେଞ୍ଜ କରିଦେଇଥିବେ। କିନ୍ତୁ ମନରେ ପ୍ରଶ୍ନ ଆସେ, ସ୍ୱାଧୀନତା କେଉଁ କ୍ଷେତ୍ରରେ? ଶିକ୍ଷା, ଯେଉଁଠି ଶିକ୍ଷା କଥା ଉଠେ ଅଗଣିତ ଛାତ୍ରଛାତ୍ରୀ ଆନ୍ଦୋଳନର ଶିକାର ହେଇଥାନ୍ତି। ନାରୀ ସୁରକ୍ଷା, ଯେଉଁଠି ନାରୀ କଥା ଉଠେ ସେଠି 18 ବର୍ଷ ହେଉ ବା 18 ମାସ ନାରୀ ନିର୍ଯାତନାର ଶିକାର ହେଇଥାଏ। ସରକାର, ଯେଉଁଠି ସରକାର ବି କହେ ଯଦି ରେପ୍ ହେଉଛି ତ ଏନ୍ଜୟ କର। When rape is inevitable, lie down and enjoy it. That's exactly. ଯେଉଁଠି ଦେଶ ବିକାଶ ପଥରେ ନ ଯାଇ ଜାତି ଧର୍ମ ବର୍ଣ୍ଣ ବିବାଦ ପଥରେ ଯାଏ। ଆଜ୍ଞା ହଁ, ଆମେ ସେଇ ମହାନ ଦେଶର ନାଗରିକ ଯେଉଁଠି ଶିକ୍ଷା ହେଉଛି ଆମର ଜନ୍ମଗତ ଅଧିକାର ଏବଂ ଛାତ୍ରକୁ ହିଁ ଦେଶର ଭବିଷ୍ୟତ ବୋଲି କୁହାଯାଏ। ଫିର୍ ବି ମୁଁ କହିବି ମୋ ସରକାର ମହାନ, ମୋ ଦେଶ ମହାନ। କାହିଁକି ନା ମୁଁ ଅନ୍ଧଭକ୍ତ, ଦେଶଭକ୍ତ ନୁହେଁ।